ତଳ କୋର୍ଟ ଯେଉଁ ଜାମିନ ଖାରଜ କରିଥିଲେ 121(2) ବୋଲି ଗୋଟେ ବିଏନ୍ଏସ୍ ଥିଲା, ତା ଉପରେ ଆମେ ଉପର କୋର୍ଟରେ ଫାଇଲ୍ କରିଥିଲୁ। ତାଙ୍କ ବିରୁଦ୍ଧରେ ଆବେଟମେଣ୍ଟ, କନ୍ସପିରେସି, ତା ଛଡ଼ା ଆସଲ୍ଟ ଯେଉଁମାନେ ତ ମେନ୍ ଆକ୍ୟୁଜ୍ ପର୍ସନ୍ସ କରିଥିଲେ। ତାପରେ ମେଡ଼ିକାଲ ରିପୋର୍ଟ ମଧ୍ୟ କଲଫର ହେଇଥିଲା। ମେଡ଼ିକାଲ ରିପୋର୍ଟଟା ସିମ୍ପଲ୍ ଇଞ୍ଜୁରି ଆସିଛି। ଆଉ ଯେଉଁ ଷ୍ଟେଟମେଣ୍ଟ ଗୁଡ଼ାକ ସବୁ ରେକର୍ଡ କରି ସାକ୍ଷୀମାନଙ୍କର ପଠାଇଥିଲେ, ସେଥିରେ ମଧ୍ୟ କୌଣସି ସାକ୍ଷୀ କହିନାହାନ୍ତି ଯେ ଦେयर ୱାଜ୍ ଏ ମିଟିଂ ଅଫ୍ ମାଇଣ୍ଡ ବିଟୱିନ୍ ଅଲ୍ ଦି ଆକ୍ୟୁଜ୍ ପର୍ସନ୍ସ along with ଜଗା ବାବୁ and also ଜଗା ବାବୁ abated any crime, ସେଇଟା ମଧ୍ୟ କୌଣସି ଏଭିଡେନ୍ସ ନଥିଲା। ସେଥିପାଇଁ କି ଜାମିନ ମିଳିଲା। ବେଲ୍ ଅର୍ଡର ଡାକିଦେଲେ ଓପନ କୋର୍ଟରେ ମାନ୍ୟବର ଜଜ୍ ଯେ 30,000 ଟଙ୍କା ଗୋଟେ ଜାମିନଦାର ସେ ଜାମିନରେ ଯିବେ ବୋଲି। ବର୍ତ୍ତମାନ ତାର ଅର୍ଡର ଆସିଲା ପରେ ଫାଇନାଲ ଦସ୍ତଖତ ହେଇକି ଆସିବ। ତାପରେ ସେ ଯିବ SGM କୋର୍ଟକୁ ଯିବ ସେ ଅର୍ଡରଟା। ଗଲା ପରେ ସେଠି ଆମେ ବେଲ୍ ବଣ୍ଡ ସବୁ ପ୍ରିପେୟାର ହେଇଯାଇଛି, ସେଠି ଦିଆଯିବ। ଜଗା ଭାଇ ତ ଅଡ଼ିଓ କଥା କହିନାହାନ୍ତି। ସେ ପୋଲିସ ଯେଉଁ ଇନଭେଷ୍ଟିଗେସନରେ ଆଣିଥିଲେ ମାନ୍ୟବର କୋର୍ଟକୁ ପଚାରିଲେ ଯେ ଯେଉଁ 279 ସେକେଣ୍ଡର ଅଡ଼ିଓଟା ଥିଲା ସେଟା କ'ଣ, ଆପଣଙ୍କର ରେକର୍ଡିଂ କାହିଁ? ନୋ ସଚ୍ ରେକର୍ଡିଂ ଇଜ୍ ଆଭେଲେବୁଲ୍ ୱିଥ୍ ଦି ପୋଲିସ। ସେମାନେ ତାକୁ ଦେଇପାରିଲେ ନାହିଁ। ମାନ୍ୟବର କୋର୍ଟ ମଧ୍ୟ କହିଲେ ଯେ ତାହେଲେ ବିରୁଦ୍ଧରେ ଅଭିଯୋଗଟା ଆପାତତଃ ପ୍ରମାଣ ଯୋଗ୍ୟ ନୁହେଁ। ସରକାର ଓକିଲ ଯୁକ୍ତି ବାଢ଼ିଥିଲେ ଯେ ଜାମିନ ନ ହଉ ବୋଲି ତାଙ୍କୁ, କିନ୍ତୁ ଯେହେତୁ ଆମର ମାନ୍ୟବର କୋର୍ଟ ଯେଉଁ କଲେକ୍ଟେଡ୍ ଏଭିଡେନ୍ସ ଯେତିକି ପୋଲିସ ଦେଇଛି ତା ଉପରେ ସାଟିସ୍ଫାଏ ହେଲେ ଯେ ନାଇଁ ଜାମିନ ମିଳିବା ଯୋଗ୍ୟ ବୋଲି, ତେଣୁ ତାକୁ ଜାମିନ ଦେଲେ। 100% ଯେ ଏଇଟା ରାଜନୈତିକ ଖେଳାଳି ଭିତରେ ଜଗା ପ୍ରଧାନ ବଳି ପଡ଼ିଛନ୍ତି। ଆଉ ତେଣୁ ବାଧ୍ୟ ହୋଇକି ସେ ସରେଣ୍ଡର କଲେ। ସରେଣ୍ଡର କରିକି ଅର୍ଡର ଦିଆଯାଇଛି 30,000 1 ସିୟୁରିଟିରେ ଜାମିନଦାର ହେଇକି ସେ ବାହାରିବ।